ଶିଲ୍ପା ଶିଲ୍ପା କଣ ହେଲା? ମୋ ଟିଫିନ ଟା ଟିକେ ଜଲ୍ଦି ଦେଲ, ଆଜି ମତେ ଜଲ୍ଦି ଅଫିସ ଯିବାର ଅଛି। ଏତେ ଜଲ୍ଦି? ଟିକେ ଖାଲି ଅପେକ୍ଷା କର, ମୁଁ ସାଙ୍ଗେ ସାଙ୍ଗେ ଆଣୁଛି। ଥାଉ ଥାଉ, ଆଜି ମୁଁ ଟିଫିନ ବାହାରେ କରିଦେବି। ଆଲୋ ତତେ କଣ ସମୟ ଜ୍ଞାନ ଜଣା ନାହିଁ? ମୋ ପୁଅ ଆଜି ତୋ ପାଇଁ ଉପାସ ରହିବ? ଆରେ ମା କହିଲି ତ ଆଜି ମୋ ଅଫିସ ଜଲ୍ଦି ଥିଲା ବୋଲି, ସେ କଥା ଶିଲ୍ପା କେମିତି ଜାଣିବ? ଶୁଣିଲ, ଚାଲୁନ ଆଜି ସମସ୍ତେ ମିଶି ବାହାରେ ଖାଇକି ଆସିବା। ମୋ ପୁଅ ପଇସା ଗୁଡା ଦେଖିଛୁ ତ? ଘର ଖାଇବା ଗୁଡା କଣ ତତେ ପିତା ଲାଗୁଛି? ସେଥିପାଇଁ ବାହାରେ ଖାଇବୁ କହୁଛୁ? ମା, ଶିଲ୍ପା ତ ସବୁବେଳେ ଘରେ ରହୁଛି, ସିଏ କଣ ସବୁବେଳେ କୁଆଡେ ଯାଇପାରୁଛି? ମଝିରେ ମଝିରେ ଫ୍ୟାମିଲି ସହ ବାହାରକୁ ବୁଲାବୁଲି ପାଇଁ ଯିବା ଉଚିତ। ଶିଲ୍ପା, ଆଜି ମୋର କାମ ଅଛି, ଆମେ କାଲି ଯିବା। ଆଚ୍ଛା ଶିଲ୍ପା, ମା ତମକୁ ସବୁବେଳେ ଗାଳି କରୁଛି, ତମକୁ କଣ ଖରାପ ଲାଗୁନି? ଗୋଟେ ଝିଅର ବାପ ଘର ନିଜର ହେଇଥାଏ ନା ଶାଶୁଘର ତାର ଜଣେ ମାତ୍ର ନିଜର? କିଏ ଜାଣିଛ? କିଏ? ତା ସ୍ୱାମୀ। ଗୋଟେ ସ୍ୱାମୀ ଭଲ ହେବା ଦରକାର, ପଛେ ଘର ଲୋକ ଯେମିତି ବି ହୁଅନ୍ତୁ। ସବୁବେଳେ ନିଜ ସ୍ତ୍ରୀଙ୍କୁ ସମ୍ମାନ କରନ୍ତୁ, କାହିଁକି ନା ଏଠି ତମ ଛଡା ତାଙ୍କୁ ବୁଝିଲା ବାଲା କେହି ନାହାନ୍ତି।